ଜୟ ଜଗନ୍ନାଥ ସାଙ୍ଗମାନେ। ଆନନ୍ଦ ଓ ହର୍ଷ ଓ ଉଲ୍ଲାସର ପର୍ବ ପବିତ୍ର ହୋଲିର ଅବସରରେ ମୁଁ ରାଜ୍ୟବାସୀ ଓ ରାଜ୍ୟ ବାହାରେ ଥିବା ମୋର ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଏହି ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଟପ୍ 10 ନ୍ୟୁଜ୍। ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ବୃଦ୍ଧି। ଗତ 5 ବର୍ଷ ମଧ୍ୟରେ ଓଡ଼ିଶାରେ 1,55,068 ଇଲେକ୍ଟ୍ରିକ୍ ଯାନ ପଞ୍ଜୀକୃତ ହୋଇଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାର ବିଧାନସଭାକୁ ଏହି ତଥ୍ୟ ପ୍ରଦାନ କରିଛନ୍ତି। 2021ରୁ 2025 ମାର୍ଚ୍ଚ 6 ପର୍ଯ୍ୟନ୍ତ ମଧ୍ୟରେ 1,22,578 ହିତାଧିକାରୀଙ୍କୁ 232.45 କୋଟି ଟଙ୍କା ସର୍ବମିତି ମଧ୍ୟରେ ବଣ୍ଟନ କରାଯାଇଛି। ରିଏଲମି ମାର୍ଚ୍ଚ 19ରେ ଭାରତରେ P3 ଅଲ୍ଟ୍ରା 5G ଏବଂ P3 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି। P3 ଅଲ୍ଟ୍ରା 5G ରିଏଲମି P ସିରିଜର ପ୍ରଥମ ଅଲ୍ଟ୍ରା ବ୍ରାଣ୍ଡ ସହିତ ଆସିବ। ଏହି ଫୋନରେ କର୍ଲିଭି ଡିସପ୍ଲେ ଏବଂ ହାଲୋଏ ଡିସପ୍ଲେ ସହିତ ଉପଲବ୍ଧ ହେବ। P3 ଅଲ୍ଟ୍ରା 5G ନେପଚୁନ୍ ବ୍ଲୁ ଏବଂ ଓରିଓ ରେଡ୍ର ରଙ୍ଗ ଉପଲବ୍ଧ ହେବ, ଯାହାର ଭେରାଇଣ୍ଟି ଲୋଡିଓ ଫିସା ସହିତ ଆସିବ। ଏହି ଫୋନରେ 7.38 ମିମି ପତଳା ଏବଂ 183 ଗ୍ରାମ ଓଜନ ଭାରତର ସବୁଠାରୁ ପତଳା କର୍ଲିଭି ଡିସପ୍ଲେ ସ୍ମାର୍ଟଫୋନ୍ ହେବ। ରିଏଲମି ଏହି ଫୋନ୍ ପାଇଁ ଆଧୁନିକ ହାର୍ଡୱେର୍ ଏବଂ ଉପଲବ୍ଧ ଡିଜାଇନ ପ୍ରସ୍ତୁତି କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ୟୁକ୍ରେନ୍ ଯୁଦ୍ଧ ଶେଷ କରିବାର ଏକ ୟୁକ୍ରେନ୍ ସୈନିକଙ୍କ ଜୀବନ ବଞ୍ଚାଇବା ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ଶେଷ ହେବାର ସମ୍ଭାବନା ବୃଦ୍ଧି ପାଉଛି। ୟୁକ୍ରେନ୍ର ହଜାର ହଜାର ସୈନିକ ରୁଷିଆ ସେନା ଦ୍ୱାରା ଘେରି ରହିଛନ୍ତି ଏବଂ ସେମାନେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛନ୍ତି। ଟ୍ରମ୍ପ ପୁଟିନ୍ଙ୍କୁ ସେମାନଙ୍କ ଜୀବନ ବଞ୍ଚାଇବାକୁ ଅନୁରୋଧ କରୁଛନ୍ତି। ସେ କହିଛନ୍ତି ଏହା ଏକ ଭୟଙ୍କର ଗ୍ରହ ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦେଖିବାକୁ ମିଳିନାହିଁ। ଟ୍ରମ୍ପ ଦାବି କରିଥିଲେ ଯେ ସେ ଯଦି ରାଷ୍ଟ୍ରପତି ହୋଇଥାନ୍ତେ ତେବେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇନଥାନ୍ତା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଖରାପ ହେଲେ ମଧ୍ୟ ସାମରିକ ସହଯୋଗ ପ୍ରଭାବିତ ହୋଇନି। ଏହି ସପ୍ତାହରେ ବଙ୍ଗୋପସାଗରରେ 2025 ଏବଂ ବଙ୍ଗୋପସାଗରରେ ସମନ୍ୱିତ ଗସ୍ତ ଯୁଦ୍ଧାଭ୍ୟାସ ସଫଳତାର ସହିତ ସମାପ୍ତ ହୋଇଛି। ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ନୌସେନା ଡିଷ୍ଟ୍ରିକ୍ଟର INS ରଣବୀର ଏବଂ ବାଂଲାଦେଶର ନୌସେନା ଫ୍ରିଗେଟ୍ BNS ଆବୁ ଉଭାଇବ ଆଗ୍ରହ କରିଛନ୍ତି ଏବଂ ଅଭ୍ୟାସ ଦ୍ୱାରା ଭାରତୀୟ ବିଦେଶୀ ମୁଦ୍ରା ସଞ୍ଚୟ $15.26 ବିଲିୟନ କୁ ବୃଦ୍ଧି ପାଇ $653.96 ବିଲିୟନ ଛୁଇଁଲା। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBI ଗତ ମାସରେ କରାଯାଇଥିବା ମୁଦ୍ରା ପ୍ରାୟ କାର୍ଯ୍ୟାନ୍ୱୟନରେ ଏହି ବୃଦ୍ଧି ମୁଖ୍ୟ କାରଣ। RBIର ସାପ୍ତାହିକ ପରିସଂଖ୍ୟାନ ଅନୁଯାୟୀ ବିଦେଶୀ ମୁଦ୍ରା ସଞ୍ଚୟନ ମୁଖ୍ୟ ଅଂଶ ବିଦେଶ ମୁଦ୍ରା ଅସେଟ୍ $13.93 ବିଲିୟନ ବୃଦ୍ଧି ପାଇ $557.28 ବିଲିୟନ ହୋଇଛି। ସୁନା ସଞ୍ଚୟ $1 ବିଲିୟନ ବୃଦ୍ଧି ପାଇ $74.32 ବିଲିୟନ ହୋଇଛି। ସ୍ପେସିଆଲ ଡ୍ରଇଂ ରାଇଟ୍ $212 ନିୟୁତ ବୃଦ୍ଧି ପାଇଛି $18.21 ବିଲିୟନ ଏବଂ IMFରେ କେନ୍ଦ୍ରୀୟ ବ୍ୟାଙ୍କ ସ୍ଥିତି $69 ନିୟୁତ ବୃଦ୍ଧି ପାଇଛି $4.14 ବିଲିୟନ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଉପଗ୍ରହ ତନ୍ମପଣେ ମାଧ୍ୟମରେ ପ୍ରାୟ $143 ନିୟୁତ ବିଦେଶୀ ମୁଦ୍ରା ଆୟ କରିଛି। ମହାକାଶ ବିଭାଗ ଅନୁସାରେ ଗତ ଏକ ଦଶ ଇସ୍ରୋ 193ଟି ବିଦେଶୀ ଉପଗ୍ରହ ଏବଂ 3 ଭାରତୀୟ ଉପଗ୍ରହ ବାଣିଜ୍ୟିକ ମାଧ୍ୟମରେ ଉତ୍କ୍ଷେପଣ କରି 2000 ରୁଷିଆ ୟୁକ୍ରେନ୍ ଯୁଦ୍ଧ ଗୁପ୍ତ ଯୋଜନା ଲିକ୍
ପୁଟିନଙ୍କ ଲକ୍ଷ୍ୟ ୟୁକ୍ରେନ ସରକାର ଭାଙ୍ଗିବା। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ଚାଲିଛି, କିନ୍ତୁ ଏକ ଲିକ୍ ହୋଇଥିବା ଗୁପ୍ତ ରିପୋର୍ଟ ଅନୁଯାୟୀ ରୁଷିଆ ଲକ୍ଷ୍ୟ ୟୁକ୍ରେନ ସରକାରଙ୍କ ସମ୍ପୂର୍ଣ୍ଣ ଭାଙ୍ଗିଦେବା। ଓଟିସିଙ୍କ ପୋଷ୍ଟ ଅନୁସାରେ ୟୁକ୍ରେନ 2026 ଯୁଦ୍ଧ ୟୁକ୍ରେନକୁ ଦୁର୍ବଳ କରିବା ଏବଂ ଆମେରିକାକୁ ପ୍ରଭାବହୀନ କରିବାକୁ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ ରୁଷିଆ ଚାହୁଁଛି ଯେ ଆଲୋଚନା ଓ ସମୟରେ ଆମେରିକା ଏକ ଦୁର୍ବଳ ସ୍ଥିତିରେ ରହୁ, ଯାହାଦ୍ୱାରା ରୁଷିଆ ଯେକୌଣସି ଚୁକ୍ତିରେ ଅଗ୍ରଣୀ ପାରିବ। ଏଥର ହୋଲିରେ ପ୍ରବଳ ଗରମ, ସତର୍କତା କଲା ପାଣିପାଗ ବିଭାଗ। ଆଜି ସାରା ରାଜ୍ୟରେ ହୋଲି ପର୍ବ ପାଳନ କରାଯିବ। ହେଲେ ଅତ୍ୟଧିକ ଖରା ଗରମ ପାଇଁ ଏଥର ହୋଲି ଫିକା ପଡ଼ିପାରେ। ଆଗାମୀ 5 ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ, ଯେଉଁଥିପାଇଁ ସତର୍କତା କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା 24 ଘଣ୍ଟା ଯାଏ ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲା ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଗଜପତି, କଳାହାଣ୍ଡି ଆଦି ଜିଲ୍ଲା ମଧ୍ୟ ପ୍ରବଳ ଗରମ ଅନୁଭବ ହେବ। ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ହେବାର ଯୋଜନା। ଓଡ଼ିଶା ସରକାର ରାଜ୍ୟରେ 5 ବର୍ଷରେ ଏକ ବିଶ୍ୱସ୍ତରୀୟ ସଡ଼କ ନେଟୱାର୍କ ଗଠନ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ 15,000 କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ କରାଯିବ। ଏହା ସହିତ 4,112 କିଲୋମିଟର ରାଜପଥ, 2,632 କିଲୋମିଟର ମୁଖ୍ୟ ଜିଲ୍ଲା ସଡ଼କ ଏବଂ 22,866 କିମି ଅନ୍ୟ ଜିଲ୍ଲା ସଡ଼କ ନିର୍ମାଣ ହେବ। ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ସ୍କୁଲରେ 25% ସିଟ୍ ଆର୍ଥିକ ଅନଗ୍ରସର ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ସୁରକ୍ଷିତ ରହିଛି। ଏହି ଆବଣ୍ଟନ କାର୍ଯ୍ୟ ପ୍ରକ୍ରିୟା ପାଇଁ ନୂତନ କାର୍ଯ୍ୟସୂଚୀ ଜାରି କରାଯାଇଛି। ନାମଲେଖା ପ୍ରକ୍ରିୟା ମାର୍ଚ୍ଚ 18ରୁ ଆରମ୍ଭ ହୋଇ 20 ତାରିଖରେ ଶେଷ ହେବ। ଆବେଦନପତ୍ର ଯାଞ୍ଚ 23 ତାରିଖ ସୁଦ୍ଧା ହେବ ଏବଂ ଏପ୍ରିଲ 24ରେ ଅନଲାଇନରେ ଲଟେରୀ ଜରିଆରେ ସ୍କୁଲ ଆବଣ୍ଟନ ହେବ। ପ୍ରଥମ କାର୍ଯ୍ୟରେ ନାମଲେଖା ଓ ମେ 7 ସୁଦ୍ଧା ଶେଷ ହେବ।